ମୁଁ ଆଜି ଆପଣମାନଙ୍କୁ ଗୋଟେ ଦିନରେ ବିନା ଖରାରେ ଗୋଟେ ଘଣ୍ଟା ଭିତରେ କିପରି ମିଠା ଆମ୍ବ ଆଚାର କରିକିରି ଷ୍ଟୋର କରିକି ରଖିପାରିବେ ବର୍ଷ ଯାକ ପାଇଁ ମୁଁ ତାହା ଆପଣଙ୍କୁ ଏଠି ଦେଖେଇବି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଉଷା ଆପଣଙ୍କୁ ମୋର ଚ୍ୟାନେଲ ମିଶ୍ରାହାଣ୍ଡି ଶାଳକୁ ଆଜି ଅନେକ ଅନେକ ସ୍ୱାଗତ କରୁଛି। ମୁଁ ଯାହା ନେଇଛି ତାହା ଆପଣଙ୍କୁ ଏଠି ସ୍କ୍ରିନରେ ମଧ୍ୟ ଲେଖିଦେଉଛି ଆଉ କହିବି ଦେଉଛି। ମୁଁ ପ୍ରଥମେ ଆମ୍ବଟାକୁ ଗୋଟେ ଘଣ୍ଟା ପାଣିରେ ପକେଇକି ତାକୁ ଭଲକି ଧୋଇକିରି ପୋଛି ଦେଇଛି। ପାଣି ଅଂଶ ଯେମିତି ରହିବନି ତାକୁ ପୁରା ପବନରେ ଶୁଖେଇ ବି ଦେଇଥିଲି। ଆଉ ଏଠି ଆମ୍ବଟାକୁ ପୁରା ମୁଁ ଏମିତି ମୋ ଅନୁସାରେ କାଟୁଛି। ଆପଣ ଛୋଟ ବଡ଼ ପିସ୍ ଆପଣଙ୍କ ଅନୁସାରେ କାଟିବେ। ଏଇଭଳିଆ ଭାବରେ କହିବେ। ମୋର ଚ୍ୟାନେଲ ଯଦି ପ୍ରଥମ ଥର ଆପଣ ଦେଖୁଛନ୍ତି ତାହେଲେ ମୋତେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ଲାଇକ୍ ସେୟାର କରିବାକୁ ମଧ୍ୟ ବି ଭୁଲିବେନି। ମୁଁ ଏଠି ଦେଖନ୍ତୁ ଗୋଟେ ସଫା କପଡ଼ାରେ ପୁରା ଫ୍ୟାନ୍ ପବନରେ 2 ଘଣ୍ଟା ପାଇଁ ଶୁଖେଇବା ପାଇଁ ଛାଡ଼ିଦେଲି, ତାର ପାଣି ଅଂଶଟା ମରିବା ପାଇଁ, ଜଳୀୟ ଅଂଶଟା ଯେମିତି ମରିଯିବ। ତାପରେ ଏପଟେ ଏଠି ଶୁଖେଇବା ଭିତରେ ଆମେ ଚାଲନ୍ତୁ ମସଲାଟା କେମିତି କ'ଣ ନିଆ ହେବ ତା ମୁଁ ହେଉଛି ପ୍ରିପାରେସନ୍ କରିବି। ଏଠି ଦେଖନ୍ତୁ ଗୋଟେ ଉଠିକିରି ପୁରା ଶୁଖେଇଦେବେ ଭଲସେ। ମୁଁ ଏଠି ଯେଉଁ ନେଇଛି ମସଲାଟି ତାକୁ ଆପଣ ଟିକେ ହାଲକା ଭଜା ହେବ। ମୁଁ ଏଠି ପାନମଧୁରୀ 50 ଗ୍ରାମ ନେଇଥିଲି, ଜିରା 4 ଚାମଚ ବଡ଼ 4 ଚାମଚ ନେଇଛି, ଆଉ ଏଠି ସୋରିଷ 50 ଗ୍ରାମ, ଆଉ କଳା ସୋରିଷ, ଧଳା ସୋରିଷ, ହଳଦିଆ ସୋରିଷଟା ଆମର 50 ଗ୍ରାମ, ଟିକେ ଅଧିକା ନେଇଛି କଳା ସୋରିଷ ପାଇଁ। ମେଥି 2 ଚାମଚ। ମୁଁ ତାକୁ ସବୁ ହାଲକା ଭାଜିଦେଲି, ନହେଲେ ବେଶୀ ଭାଜିଲେ ଏଇଟା ପିତା ଲାଗିବ। ତାକୁ 10 ମିନିଟ୍ ଥଣ୍ଡା ହେବା ପାଇଁ ମୁଁ ଛାଡ଼ିଦେଲି। ଆଉ ସେଟା ହେଉଛି ଏଇଠି ଦେଖନ୍ତୁ, ଏଇଠି ଆମ୍ବଟା ଏବେ ପୁରା ଶୁଖିଲା ହେଇଯାଇଛି। ତଥାପି ମୁଁ ଗୋଟେ କପଡ଼ାରେ ଟିକେ ଟିକେ ପୋଛି ଦେଉଛି, କାଳେ ଜଳୀୟ ଅଂଶ ଲାଗିଥିବ। ଆର ଜଳୀୟ ଅଂଶ ଲାଗିଲା ମାନେ ଆମ୍ବଟା ପୁରା ଆଚାରଟା ଫିମ୍ପି ମାରିଯିବ। ମୁଁ ଏପଟେ ହେଉଛି ମସଲାଟା ଦରଦର, ମାନେ ଦେଖନ୍ତୁ କେମିତି ଦରଦର ଛେଚା ମାନେ ଗ୍ରାଇଣ୍ଡିଙ୍ଗ ହେଇଛି ସେଇଭଳିଆ କରିବେ। ଯେମିତି ମସଲାଟା ମାନେ ତେଲ ଆଉ ଗୁଡ଼ରେ ପଡ଼ିଗଲା ସେ ପୁରା ଆଉ ଟିକେ ବେଶୀ ଦିନ ହେଲା ପରେ ପୁରା ପାଟିକି ରୁଆ ରୁଆ ଲାଗିବ। 1/2 ଲିଟର ମୁଁ ଏଠି ତେଲ ନେଇଗଲି, ପୁରା ଗରମ ଡହଡ଼ ଗରମ କରିଦେଲି। ତାପରେ ଯେଉଁ ଆମ୍ବଟା ଯେଉଁ ଶୁଖେଇକିରି ରଖିଥିଲି ତାକୁ ଏଥିରେ ମୁଁ ହାଲକା ପୁରା ତାର ସ୍କିନ୍ଟା ଯେମିତି ଆପଣଙ୍କର ପୁରା ଗ୍ରୀନ୍ ଅଂଶଟା ମରିଯିବ, ଟିକେ ଚେଁ ଯେଉଁ ଶବ୍ଦ ମାନେ ତାର ଯେଉଁ ଜଳୀୟ ଅଂଶଟା ଯେମିତି ହେଇଥିବ, ମୁଁ ଏଠି ହାଲକା ଏଠି ଛାଣିଦେଲି। ଏଠି ଜମା ତେଲ ମାନେ ଧାରଣା ଥିବ ଯେ ଆପଣମାନଙ୍କର ବହୁତ ତେଲ ଖର୍ଚ୍ଚ ହେବ, କିନ୍ତୁ ନାହିଁ। ସେ 1/2 ଲିଟରରେ ହିଁ ଆପଣଙ୍କର 3 କିଲୋ ଆମ୍ବର ଆଚାର ମୁଁ ଦେଖିବି। ସେଇ ମାନେ ଜମା ଦେଖନ୍ତୁ ତେଲ ଜମା ସରିବନି, ସେ ତେଲଟା ପୁରା ସେମିତି ଥିବ। ମୁଁ ଏଠି ରଖିଦେଲି, ପୁଣି ଲାଷ୍ଟରେ ଆଚାରରେ ଦେବା ପାଇଁ ଗୁଡ଼ ପାଗ କଲାବେଳେ ଦେବି। ଏବେ ଏଇଠି 1 କିଲୋ ଗୁଡ଼ ମୁଁ ନେଇଛି 3 କିଲୋ ଆମ୍ବ ପାଇଁ, 3 କିଲୋ। ତାପରେ ଜଷ୍ଟ ଟିକେ ପାଣି ଦେଇକି ତାକୁ ମୁଁ ସିଝେଇଦେବି ଗୁଡ଼ର କଞ୍ଚା ଅଂଶ ମରିବା ପାଇଁ। ହେଇ ଦେଖନ୍ତୁ ମୁଁ କେମିତି ପାଗ କଲି, ଦେଖନ୍ତୁ ଗୋଟେ ଗିନାରେ ପାଣି ନେଇକି ଟିକେ ଦେଖିଛି। ଆମ ଏଇଟା ବୋଉର ରେସିପି, ବୋଉ ଏମିତି କରେ, ମୁଁ ସେଇଠୁ ତାଠୁ ଶିଖିକି ବହୁତ ଥର କରିଛି, ବହୁତ ଭଲ ବି ହୁଏ। ଆପଣ ଥରେ ଏମିତି କରିକିରି ଦେଖନ୍ତୁ କେମିତି ଲାଗୁଛି, କେମିତି କରିପାରୁଛନ୍ତି, ମୋତେ ନିହାତି କମେଣ୍ଟ କରିକି ଜଣେଇବେ। ମୁଁ ତାପରେ ହେଇଠି ଯେଉଁ ଖଦଡ଼ା କି ଯେଉଁ ଗ୍ରାଇଣ୍ଡିଙ୍ଗ କରିଥିଲି ସେ ମସଲାଟି ପକେଇଲି। 4 ଚାମଚ କାଶ୍ମୀରୀ ଚିଲି ଦେଲି, ଲୁଣ ସ୍ୱାଦ ଅନୁସାରେ ଦେଲି, ହଳଦୀ 2 ଚାମଚ ଦେଲି, ଆପଣଙ୍କ ଅନୁସାରେ ଦେଇପାରିବେ ହଳଦୀଟା। ମୁଁ 3 ଚାମଚ ପାଖାପାଖି ଦେଇଛି। ଯେଉଁ ତେଲଟି ବଳିଥିଲା ମୁଁ ତାକୁ ପୁଣି ଆଉ ଥରେ ଗରମ କଲି। ଏଠି ଗରମ କଲା ଭିତରେ ପୁରା ଗରମ ହେଲା ପରେ ମୁଁ ଆଉ ଗୋଟେ ଗିନାରେ ଅଧା କାଢ଼ିଦେଲି। ତାକୁ ଲାଷ୍ଟକୁ ମୁଁ ଦେବି ଆଚାରରେ। ସେଥିରେ କଳା ଜିରା 1 ଚାମଚ ଆଉ 1 ଚାମଚ ମାନେ ହେଙ୍ଗୁ, ଆଉ ଆମର ଆଚାର ପ୍ରିଜର୍ଭେଟିଭ୍ ପାଇଁ ବର୍ଷେ ପୁରା ରହିବ। ଆପଣଙ୍କର ଆଚାର ସିନା ସରିଯିବ କିନ୍ତୁ ଆଚାର କିଛି ଖରାପ ହେବନି। ଏମିତି ଯଦି କରିବେ ମୋ ଅନୁସାରେ ଏମିତି ଫଲୋ କରିବେ ଯଦି ପୁରା ବଢ଼ିଆ ସେ ଆଚାର ହେବ। ଏବେ ଦେଖନ୍ତୁ ପ୍ରଥମେ ଲାଗୁଥିବ ଯେ ଗୁଡ଼ରେ ତେଲଟା ମିଶିନି, କିନ୍ତୁ ଟିକେ ଥଣ୍ଡା ହେଲା ପରେ ପୁରା ସବୁ ମିଶିଯିବ ଭଲକିରି ପୁରା। ଆପଣ ହେଇଠି ଦେଖନ୍ତୁ ମୁଁ ଯେଉଁ ଆମ୍ବଟା ଛାଣିକି ରଖିଥିଲି ତାକୁ ଭଲକିରି ଗୋଟେ ଡଙ୍କି ଦେଇକିରି ଆସ୍ତେ ଆସ୍ତେ ତାକୁ ପୁରା ଭଲସେ ମିଶାଇବେ। ଏଇଠି ଦେଖନ୍ତୁ ମୁଁ ଆସ୍ତେ ଏବେ ଲାଗିବ ଯେ ଆପଣଙ୍କୁ ମିଶୁନି, କିନ୍ତୁ ବହୁତ ବଢ଼ିଆ ସେ ମିଶିଯିବ ସେ। ଆଉ ପୁରା ଛାଡ଼ିଦେବେ ତାକୁ 1 ଘଣ୍ଟା ପାଇଁ, ପୁରା ଛାଡ଼ିଦେବେ ତାକୁ ଥଣ୍ଡା ହେବା ପାଇଁ। ମୁଁ ଛାଡ଼ିଦେବି ଏମିତି ମିଶାମିଶି କରିକି ପୁରା 1 ଘଣ୍ଟା ପାଇଁ ମୁଁ ଛାଡ଼ିଦେବି। ଆଉ ଏଇଭଳି ଥରେ କରନ୍ତୁ, କେମିତି ଲାଗୁଛି ମୋତେ ନିହାତି କମେଣ୍ଟ କରିକି ଜଣେଇବେ। ଆଉ ପୁରା ହେଇଠି ଦେଖନ୍ତୁ ଥଣ୍ଡା ହେଲା ପରେ ମୁଁ ଗୋଟେ ଭଲ କାଚ ଜାରରେ ସଫା କରି ରଖିଥିଲି ଖରା ଦେଇକିରି, ତାକୁ ଏଇଠି କାଚ ଜାରରେ ହିଁ ରଖିଲେ ଆଚାରଟା ଆପଣଙ୍କର 1 ବର୍ଷ ପୁରା ଭଲସେ ଖାଇବେ। ଆଉ ଭାତ, ରୁଟି, ପୁରୀ ଯେଉଁଥିରେ ବି ଖାଇପାରିବେ ମିଠା ଆମ୍ବ ଆଚାର। ଏଇଟା 1 ଦିନରେ ଆପଣଙ୍କର ବହୁତ ବଢ଼ିଆ ହୁଏ। ଆଉ ଯେଉଁ ତେଲଟା ମୁଁ ରଖିଥିଲି ଗରମ କରିକିରି ତାକୁ ନଖ ଉଷୁମ କରିକିରି ଏମିତି ଇଏ କରିବେ। ଏମିତି ଥରେ କରନ୍ତୁ, କେମିତି ଲାଗୁଛି ମୋତେ କହିବେ। ଆଉ ଏଇଟା ପୁରା ବହୁତ ଟେଷ୍ଟ ଲାଗେ। ମୁଁ ଏଠି କପଡ଼ା ମାନେ ଏୟାର ଯିବନି ବୋଲି ମୁଁ କପଡ଼ାଟା ଗୋଟେ ଲଗେଇକିରି ତାକୁ ଭଲସେ ଟାଇଟ୍ କରିକିରି ପୁରା ରଖିଦେବେ। ଆଉ ଯଦି ଇଚ୍ଛା ହେଲେ ଆପଣ ଏମିତି କପଡ଼ା ସହ 2 ଦିନ ଖରାରେ ଦେଇପାରିବେ, ନଦେଲେ ବି ଚଳିବ। ମୁଁ ଦିଏନି। ରହିଲି, ପୁଣି ନେକ୍ସଟ